ସାଙ୍ଗମାନେ କିଛି କିଛି ମହାପୁରୁଷ ଆଉ ମହିଳା ମାନଙ୍କ କଥା ମୁଁ କହୁଛି। ତ ନିଜ ଘରର ଚାଳ ମୁଣ୍ଡରେ ବାଜୁଥିବ, ନିଜ ପାଦରେ ଚପଲ ଥିବ କି ନଥିବ, ଆଉ ମାନେ ଚଳନୀୟ କପଡ଼ା ଯେଉଁଟା ଚଳିବା କଥା କପଡ଼ା ପିନ୍ଧୁଥିବେ କି ନ ପିନ୍ଧୁଥିବେ ଠିକ୍ ନାହିଁ, କିନ୍ତୁ ଅନ୍ୟକୁ କହିବେ କ'ଣ ଏଇ ଡ୍ରେସ୍ ତ ପିନ୍ଧିଛୁ ଏଇଠୁ, ତ ବାପା ଭାଇ ଏଇଠୁ ଡ୍ରେସ୍ ଆଣୁଛନ୍ତି, କହୁନୁ ଭଲ ଭଲ ସୋରୁମ୍ ଯିବେ, ଭଲ ଭଲ ବଡ଼ ବଡ଼ ସୋରୁମ୍ରୁ ଆଣିବେ, ରିଲାଏନ୍ସ, ଟ୍ରେଣ୍ଡସ୍, ପ୍ଲାଣ୍ଟାଲୁନ୍, ସେଣ୍ଟ୍ରାଲ ଏଇଠୁ ଆଣିବେ। ଏଇ ଚପଲ ପିନ୍ଧିଛୁ, ଭଲ ଚପଲ ପିନ୍ଧୁନୁ, ଓଡ୍ଲ୍ୟାଣ୍ଡର ପିନ୍ଧିବୁ, ପୁମାର ପିନ୍ଧିବୁ, ଏଇ ଟାଇପ୍ର। ଆଉ ଚାଳ ଘର ତମେ ରହୁଛ, ଛାତ ଘର କରୁନ, ଟାଇଲ ପକଉନ ତଳେ, ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ଯାଉଛ, ତ ବାପା ଭାଇମାନଙ୍କୁ କହୁନୁ ପ୍ରାଇଭେଟ ମେଡ଼ିକାଲ ନେବେ, କେତେ କେତେ ବଡ଼ ବଡ଼ ମେଡ଼ିକାଲ ଅଛି। ନିଜ ଘରେ ପରିବାର ଚଳେଇବାକୁ କଷ୍ଟ ହେଉଥିବ, ନିଜ ଘରେ ମାନେ ପୁଅ ଝିଅଙ୍କୁ ମଣିଷ କରିବାକୁ କଷ୍ଟ ହେଉଥିବ, କିନ୍ତୁ ଅନ୍ୟକୁ ଏମିତି ଭାଷଣ ମାରିବେ ସତିକି ଅମ୍ବାନୀ ଘରର ଝିଅ ପୁଅ ବୋହୁ ଜ୍ୱାଇଁ ମାନେ ନିଜ ଘରେ ନୁହେଁ କି ଖାଇବାକୁ ନଥିବ ଏମିତି କଥା କହୁଥିବେ ଯେମିତି ଗଜପତି। ନିଜ ଘରେ ଏଣେ ହଜାରେ ଅଳିଆ, ପର ଘରେ ଭଦ୍ର ଲୋକ ଭାଇନା, ପୋଖରୀ ଭିତରେ ପଙ୍କ